এটা ଗୋଟେ ବହୁତ ବଡ଼ ଲସ୍ ଆମ ଚଳଚ୍ଚିତ୍ର ଜଗତର ଆକାଶକୁ ଗୋଟେ ବହୁତ ବଡ଼ ନକ୍ଷତ୍ର ଆଜି ଝଡ଼ି ପଡ଼ିଲେ କିନ୍ତୁ କଳାକାର କେବେ ମରେ ନା ସେ ସବୁବେଳେ ଅମର ହୋଇ ରହିବ ତାଙ୍କ ସ୍ମୃତି ସବୁବେଳେ ଆମ ଭିତରେ ରହିବ ଭଗବାନ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ଏ ଦୁଃଖ ସମୟକୁ ଅତିକ୍ରମ କରନ୍ତୁ। ଆମେ ଦେଖୁଛୁ ଧୀରେ ଧୀରେ ବର୍ଷିୟାନ ଅଭିନେତାଙ୍କ ଦେହାନ୍ତ ହେଉଛି ସେ ଏରାର ଯୋଉ ସେ ଏରା ସରି ସେ ଏରା ସେ ସରି ପ୍ରାୟ ସରିଗଲା କହିଲେ ଚଳିବ କାରଣ ଏତେ ବଡ଼ ହିରୋ ଜଣେ ଥିଲେ ଲାଷ୍ଟକୁ ସେ ଥିଲେ ସେ ବି ଚାଲିଗଲେ ସେ ଏରାର ଆପଣ ତାଙ୍କ ସହ କାମ କରିଥିବା ହଁ ଫିଲ୍ମ ମନେ ତ ପଡୁନି ତବେ ଆରତି କରିଥିଲି ପତି ପତ୍ନୀ କରିଥିଲି ସହର ଜଳୁଛି କରିଥିଲି ସହର ଜଳୁଛି ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା ସେ ଫିଲ୍ମ ସେତେବେଳେ କରିଥିଲି ସେଟା ତା ପର୍ସନାଲ ଚିହ୍ନା ପରିଚୟ ଥିଲା ସବୁବେଳେ ସେ ସ୍ମୃତିଟା ରହିବ ବହୁତ ଦୁଃଖ ଲାଗୁଛି ଆଉ କଥା କଣ କହିବା ଭଗବାନ ତାଙ୍କ ଆତ୍ମାର ସଦ୍ଗତି କରନ୍ତୁ ତାଙ୍କ ପରିବାରକୁ ସାହସ ଆଉ ଧୈର୍ଯ୍ୟ ଦିଅନ୍ତୁ ଏ କ୍ଷତିକୁ ସହିବାକୁ ଆଉ ସ୍ମୃତି ତ ବହୁତ ଅଛି ତାଙ୍କ ସାଙ୍ଗେ ଏତେ କାମ କରିଛି ସେଗୁଡ଼ା ତ ସବୁ ହେଲେ ବଖାଣି ହବନି ବା ଏଇଟା ସମୟ ନୁହେଁ ବହୁତ ଇଚ୍ଛା ଥିଲା ତାକୁ ଦେଖିବାକୁ ଆସିବି ସେ ତ ବାହାରେ ରହିଲା ଆଉ ଦେଖି ହେଲାନି ଏବେ ଦର୍ଶନ କଲି ନାଇଁ ଶେଷ ଥର କଥା ହେଇଥିଲି କିନ୍ତୁ ଟିକେ ସାଙ୍ଗରେ କଥା ହୁଏ ସବୁ ଟିକେ ସାଙ୍ଗରେ 6 ଦିନ ତଳେ କଥା ହେଇଥିଲି 10 ଦିନ ତଳେ କଥା ତା ଆଗରୁ ବି ଆସିଥିଲି ଦେଖା କରିବାକୁ ଆସିଥିଲି ସେ ଯୋଉଦିନ ଗଲା ତାପରେ ସେଠିକି ତ ଆମେ ଯାଇପାରିବାନି ଏଇଠି ଯାହା ତାଙ୍କ ସ୍ତ୍ରୀକୁ ଯେତିକି ସମ୍ବେଦନା ଜଣେଇବା ସେତିକି